ଆପଣମାନେ ଶୁଣିଥିବେ ଯେ ଓଡ଼ିଶାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କମିବାର ଲାଗିଛି। ସରକାରୀ ତଥ୍ୟ ତ ସେଇଆ କହୁଛି। କିନ୍ତୁ କଥାଟା କ'ଣ ସତରେ ଏତେ ସିଧାସଳଖ? ଆଜି ଆମେ ଏହି ସଂଖ୍ୟା ପଛରେ ଥିବା ଏକ ଅଲଗା କାହାଣୀକୁ ଦେଖିବା, ଯାହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ଚାଲନ୍ତୁ କାହାଣୀଟାକୁ 2001 ମସିହାରୁ ଆରମ୍ଭ କରିବା। ସେତେବେଳର ଜନଗଣନା ଅନୁସାରେ ଓଡ଼ିଶାରେ 3,77,000ରୁ ବି ଅଧିକ ପିଲା କାମ କରୁଥିଲେ। ଏକ ବହୁତ ବଡ଼ ସଂଖ୍ୟା, ନୁହେଁ କି? କିନ୍ତୁ ଠିକ୍ 10 ବର୍ଷ ପରେ ମାନେ 2011ରେ ଚିତ୍ରଟା ପୁରା ବଦଳିଗଲା। ସଂଖ୍ୟାଟା ଆଶ୍ଚର୍ଯ୍ୟଜନକ ଭାବେ କମିଯାଇ 92,000ରେ ପହଞ୍ଚିଗଲା। ବାଃ, ପ୍ରଥମ ନଜରରେ ତ ଏହା ଏକ ବହୁତ ବଡ଼ ସଫଳତା ଭଳି ଲାଗୁଛି। ହେଲେ ପ୍ରଶ୍ନ ଉଠୁଛି, କ'ଣ ସତରେ ସବୁକିଛି ଏତେ ଭଲ ହୋଇଯାଇଥିଲା? ଏହି ଯେଉଁ ସଂଖ୍ୟା କମିଗଲା, ଏହା କ'ଣ ପୂରା କାହାଣୀ କହୁଛି, ନା ଏହା ପଛରେ ଆଉ କିଛି ଲୁଚି ରହିଛି? ଆଉ ଏଇଠି ହିଁ ପୁରା କାହାଣୀଟା ବଦଳି ଯାଉଛି। ଦେଖନ୍ତୁ, 2018ରୁ 2022 ଭିତରେ ପାଖାପାଖି 2,000 ପିଲାଙ୍କୁ ଉଦ୍ଧାର କରାଗଲା। 2,000? କିନ୍ତୁ ସେମାନଙ୍କୁ କାମରେ ଲଗେଇଥିବା ମାଲିକଙ୍କ ବିରୋଧରେ କେସ୍ କେତେଟା ହେଲା? ମାତ୍ର 6ଟା। ହଁ, ଆପଣ ଠିକ୍ ଶୁଣିଲେ, କେବଳ 6। ଏତେ ବଡ଼ ଫରକ କାହିଁକି? ଏଇଟା ହିଁ ଆଜିର ସବୁଠୁ ବଡ଼ ପ୍ରଶ୍ନ। ତେବେ ଏହି ଜଟିଳ ବିଷୟକୁ ଭଲ ଭାବରେ ବୁଝିବା ପାଇଁ ଆମେ ଆଗକୁ କିଛି ମୁଖ୍ୟ ବିଷୟ ଉପରେ ଆଲୋଚନା କରିବା। ପ୍ରଥମେ ଏହାର କାରଣ କ'ଣ, ତାପରେ ଏହାର ପରିଣାମ, ଏହାକୁ ରୋକିବା ପାଇଁ କ'ଣ ସବୁ କରାଯାଉଛି, ଆଉ ଶେଷରେ ଆଗକୁ କ'ଣ କରାଯାଇପାରିବ। ଚାଲନ୍ତୁ ପ୍ରଥମେ ଏହାର ମୂଳ କାରଣକୁ ଖୋଜିବା। କେଉଁ ପରିସ୍ଥିତି ଶିଶୁମାନଙ୍କୁ ସେମାନଙ୍କର ପିଲାଦିନ ଛାଡ଼ି କାମ କରିବାକୁ ବାଧ୍ୟ କରୁଛି? ଆଗକୁ ବଢ଼ିବା ପୂର୍ବରୁ ଶିଶୁଶ୍ରମର ଅର୍ଥ କ'ଣ ତାହା ସ୍ପଷ୍ଟ ହେବା ଦରକାର। ଆମ ଆଇନ ମାନେ 1986ର ଅଧିନିୟମ ଅନୁସାରେ ଯେକୌଣସି କାମ ଯାହା ଗୋଟିଏ ପିଲାର ପିଲାଦିନ, ତାର ପାଠପଢ଼ା ଆଉ ତାର ଶାରୀରିକ ମାନସିକ ବିକାଶରେ ବାଧା ସୃଷ୍ଟି କରେ, ସେଇଟା ହିଁ ଶିଶୁଶ୍ରମ। ଏହା ପଛରେ କୌଣସି ଗୋଟିଏ କାରଣ ନାହିଁ। ମୁଖ୍ୟତଃ ଘୋର ଦାରିଦ୍ର୍ୟ, ପାଖରେ ଭଲ ସ୍କୁଲ ନଥିବା, ପରିବାର ବଡ଼ ହେବାର ଚାପ, କାମ ପାଇଁ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବା ଏବଂ କିଛି କ୍ଷେତ୍ରରେ ସାମାଜିକ ଚଳଣୀୟ ସଚେତନତାର ଅଭାବ, ଏସବୁ ମିଶି ପିଲାମାନଙ୍କୁ କାମ କରିବାକୁ ବାଧ୍ୟ କରେ। ଏଥିମଧ୍ୟରୁ ଆଉ ଗୋଟେ ବଡ଼ କାରଣ ହେଉଛି ଋତୁକାଳୀନ ସ୍ଥାନାନ୍ତରଣ। ମାନେ ଚାଷବାସରେ ଅନିଶ୍ଚିତତା ଯୋଗୁଁ ଅନେକ ପରିବାର, ବିଶେଷ କରି ଆଦିବାସୀ ଅଞ୍ଚଳରେ, କାମ ଖୋଜିବାକୁ ବାହାରକୁ ଚାଲିଯାଆନ୍ତି। ଆଉ ଏହି ସମୟରେ ପିଲାମାନେ ସରକାରୀ ନଜରରୁ ସମ୍ପୂର୍ଣ୍ଣ ବାହାରେ ରହିଯାଆନ୍ତି ଏବଂ ସେମାନଙ୍କର ଶୋଷଣ ହେବାର ସମ୍ଭାବନା ବହୁତ ବଢ଼ିଯାଏ। ତେବେ କାରଣଗୁଡ଼ିକ ତ ଜାଣିଲେ, କିନ୍ତୁ ଏହାର ପ୍ରଭାବ କେତେ ଗଭୀର? ଚାଲନ୍ତୁ ଏବେ ଦେଖିବା ଶିଶୁ ଶ୍ରମ ଗୋଟେ ପିଲାର ଜୀବନ ଓ ଆମ ସମାଜ ଉପରେ କେତେ ଭୟଙ୍କର ପ୍ରଭାବ ପକାଇଥାଏ। ଏହାର ପରିଣାମ ସତରେ ବହୁତ ଭୟାବହ। ପିଲାଟିର ପାଠପଢ଼ା ବନ୍ଦ ହୋଇଯାଏ, ତାର ସ୍ୱାସ୍ଥ୍ୟ ଖରାପ ହୁଏ, ଆଉ ତାକୁ ଏମିତି ମାନସିକ ଆଘାତ ମିଳେ ଯାହା ଜୀବନସାରା ରହିଯାଏ। ଏହା ଗୋଟେ ପିଲାର ଭବିଷ୍ୟତକୁ ପୂରାପୂରି ଅନ୍ଧକାର ଭିତରକୁ ଠେଲିଦିଏ। ଆଉ ସବୁଠୁ ବଡ଼ କଥା ହେଉଛି, ଏହା ଦାରିଦ୍ର୍ୟର ଏକ ବିଷମ ଚକ୍ର ତିଆରି କରେ। ଯେଉଁ ପିଲା ଆଜି ପାଠ ପଢ଼ିପାରିଲା ନାହିଁ, ସେ ବଡ଼ ହେଲେ ଭଲ ରୋଜଗାର କରିପାରିବ ନାହିଁ। ଫଳରେ ତାର ପିଲାମାନେ ମଧ୍ୟ ସେହି ସମାନ ପରିସ୍ଥିତିର ସାମ୍ନା କରିବେ। ଏହି ଚକ୍ର ପିଢ଼ି ପରେ ପିଢ଼ି ଚାଲି ରହେ। ତାହେଲେ ଏହାକୁ ରୋକିବା ପାଇଁ କ'ଣ କିଛି ପଦକ୍ଷେପ ନିଆଯାଇନି? ନିଶ୍ଚୟ ନିଆଯାଇଛି। ଚାଲନ୍ତୁ ଏବେ ଆଇନ ଏବଂ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ବିଷୟରେ ଜାଣିବା। ଦେଖନ୍ତୁ, ଏହା ବିରୁଦ୍ଧରେ ଲଢ଼େଇ ବହୁତ ଦିନରୁ ଚାଲିଛି। 1986ରେ ଆଇନ ଆସିଲା, 1988ରେ ଜାତୀୟ ଶିଶୁଶ୍ରମ ପ୍ରକଳ୍ପ ଆରମ୍ଭ ହେଲା, ଆଉ ଏବେ ରାଜ୍ୟ ସରକାର ବି ବିଭିନ୍ନ ସଚେତନତା ଅଭିଯାନ ଚଳାଉଛନ୍ତି। ଆଉ ଏହି ଲଢ଼େଇରେ କେବଳ ସରକାର ନୁହନ୍ତି, ବଚପନ ବଚାଓ ଆନ୍ଦୋଳନ ଭଳି ଅନେକ ବେସରକାରୀ ସଂସ୍ଥା ଏବଂ ସ୍ଥାନୀୟ ଲୋକମାନେ ମଧ୍ୟ ପିଲାଙ୍କୁ ଉଦ୍ଧାର କରିବା, ସେମାନଙ୍କୁ ଥଇଥାନ କରିବା ଆଦି କାମରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ତେବେ ଏତେ ସବୁ ଆଇନ, ଯୋଜନା ଆଉ ଚେଷ୍ଟା ପରେ ବି ସମସ୍ୟା କାହିଁକି ରହିଛି? ଆମେ ଆଲୋଚନାର ଆରମ୍ଭରେ ଯେଉଁ ପ୍ରଶ୍ନ ପଚାରିଥିଲୁ, ସେଠିକି ଫେରିଯିବା। ଏତେ ଉଦ୍ଧାର ପରେ ବି ଆଇନଗତ କାର୍ଯ୍ୟାନୁଷ୍ଠାନ ଏତେ କମ୍ କାହିଁକି, ଆଉ ଏହାର ପ୍ରକୃତ ସମାଧାନ କ'ଣ? ଏଇଠି ହିଁ ଅସଲ କଥାଟା ଲୁଚି ରହିଛି। ଗୋଟେ ପଟେ ଆମ ପାଖରେ ଆଇନ ଅଛି, ପୁନର୍ବାସ ଯୋଜନା ଅଛି, ଉଦ୍ଧାର କାମ ବି ଚାଲିଛି। କିନ୍ତୁ ଅନ୍ୟପଟେ ଆଇନର କାର୍ଯ୍ୟକାରିତା ବହୁତ ଦୁର୍ବଳ। ପରିବାରର ଆର୍ଥିକ ଅବସ୍ଥା ଏତେ ଖରାପ ଯେ ସେମାନେ ବାଧ୍ୟ ହେଉଛନ୍ତି, ଆଉ ପ୍ରବାସୀ ଶ୍ରମିକଙ୍କ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଏସବୁ ତ୍ରୁଟି ଯୋଗୁଁ ହିଁ ସମସ୍ୟାଟି ଜୀବିତ ରହିଛି। ତେଣୁ କେବଳ ପିଲାଙ୍କୁ ଉଦ୍ଧାର କରିଦେଲେ ସମାଧାନ ହେବନି। ଏଥିପାଇଁ ଏକ ସାମଗ୍ରିକ ପଦକ୍ଷେପ ଦରକାର। ପରିବାରଗୁଡ଼ିକର ଦାରିଦ୍ର୍ୟ ଦୂର କରିବାକୁ ହେବ, ସ୍କୁଲ ଶିକ୍ଷାର ମାନ ବଢ଼ାଇବାକୁ ପଡ଼ିବ, ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ହେବ, ଆଉ ଉଦ୍ଧାର ହୋଇଥିବା ପିଲାଙ୍କର ସଠିକ୍ ଭାବେ ଥଇଥାନ କରିବାକୁ ପଡ଼ିବ। ତେଣୁ ଶେଷରେ ପ୍ରଶ୍ନଟି ହେଉଛି, କେବଳ ଉଦ୍ଧାର କରିଦେବା କ'ଣ ଯଥେଷ୍ଟ?
ନା ଜଣେ ପିଲାର ହଜିଯାଇଥିବା ପିଲାଦିନକୁ ପ୍ରକୃତିରେ ଫେରେଇ ଆଣିବା ପାଇଁ ଏହାଠାରୁ ଆହୁରି ଅନେକ କିଛି କରିବାର ଆବଶ୍ୟକତା ରହିଛି? ଏହା ଉପରେ ଆମ ସମସ୍ତଙ୍କୁ ଗଭୀର ଭାବେ ଚିନ୍ତା କରିବାକୁ ପଡ଼ିବ।